ଆସ ଏହି ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. କିଏ ଖଲିଫା ରୂପେ ବିବେଚିତ ହୋଇଥିଲେ? ତୁର୍କୀର ସୁଲତାନ। 2. ମୁସଲିମ ମାନେ କାହିଁକି ବ୍ରିଟିଶ ବିରୋଧୀ ହୋଇପଡ଼ିଥିଲେ? ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତୁର୍କୀର ସୁଲତାନ ଭୟଭୀତ ହୋଇପଡ଼ିଥିଲେ ଏବଂ ତାଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଏବଂ ତାଙ୍କ ପଦମର୍ଯ୍ୟାଦା କମିଯାଇଥିଲା। କେଉଁ ଭାରତୀୟ ମୁସଲିମ ନେତା ବ୍ରିଟିଶ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ? ଅଲି ଭ୍ରାତା ମହମ୍ମଦ ଅଲି ଏବଂ ଶୌକତ ଅଲି। ଖିଲାଫତ ଆନ୍ଦୋଳନ କେବେ ହୋଇଥିଲା? 1920 ଖ୍ରୀଷ୍ଟାବ୍ଦରେ। 5. ଖିଲାଫତ ଆନ୍ଦୋଳନ କାହିଁକି ହୋଇଥିଲା? ଖଲିଫାଙ୍କ ପଦମର୍ଯ୍ୟାଦା ପୁଣି ଫେରାଇ ଆଣିବା ପାଇଁ। କେଉଁ ମୁସଲିମ ନେତା ଖିଲାଫତ ଆନ୍ଦୋଳନକୁ ଆଗେଇ ନେଇଥିଲେ? ମୌଲାନା ଆବୁଲ କାଲାମ ଆଜାଦ। ଧନ୍ୟବାଦ।